ବାଇକ୍ ଦୁର୍ଘଟଣାରେ ଶିଶୁ ସମେତ ଜଣେ ଯୁବକ ଗୁରୁତର। ନିଲୁଙ୍ଗିଆ ଛକରେ ଘଟିଛି ବାଇକ୍ ଦୁର୍ଘଟଣା। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। ଦ୍ରୁତ ଗତିରେ ଦାରିଙ୍ଗବାଡ଼ି ଠାରୁ ଘୁ ଉଦୟଗିରି 3 ଜଣ ଯୁବକ ପଲ୍ସର ବାଇକ୍ରେ ବୁଲିବାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଆଜି ସ୍କୁଲ ମାନଙ୍କରେ ସରସ୍ୱତୀ ପୂଜା ରହିଥିବା ବେଳେ ପିଲାମାନେ ପୂଜା ପାଇଁ ଯାଇଥିଲେ। ସେହି ସମୟରେ ନିଲୁଙ୍ଗିଆ ଗ୍ରାମର ଗୋଟିଏ ଛୋଟ ପିଲା ମଧ୍ୟ ଯାଇଥିଲା। ପୂଜା ସାରି ଘରକୁ ଫେରିବା ପାଇଁ ରାସ୍ତା ଅତିକ୍ରମ କରୁଥିବା ସମୟରେ ଦ୍ରୁତ ଗତିରେ ପଲ୍ସର ବାଇକ୍ରେ 3 ଜଣ ଯୁବକ ଉକ୍ତ ଛୋଟ ଛୁଆକୁ ରାସ୍ତା ଅତିକ୍ରମ କରୁଥିବା ବେଳେ ସମ୍ମୁଖାସମ୍ମୁଖୀ ଧକ୍କା ଦେଇଥିଲେ, ଯାହାଫଳରେ ଛୁଆ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଏବଂ ଛୁଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମଧ୍ୟ ବାଇକ୍ ମଧ୍ୟରେ ବସିଥିବା 3 ଜଣଙ୍କ ମଧ୍ୟରୁ ଜଣେ ଯୁବକ ମଧ୍ୟ ଗୁରୁତର ହୋଇଥିଲେ। ତାଙ୍କୁ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛୋଟ ଛୁଆକୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିବା ବେଳେ ଅନ୍ୟ ଯୁବକକୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ତାଙ୍କୁ ଚିକିତ୍ସା କରାଯାଉଥିବା ସୂଚନା ରହିଛି। ସେପଟେ ଖବର ପାଇ ଘୁ ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍କୁ ଜବତ କରିବା ସହିତ କେସ୍ ନମ୍ବର 20/2025ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ରହିଛି। ଦର୍ଶକ ବନ୍ଧୁ ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।